ଆଜ୍ଞା ହଁ, ଆଜକୁ 5 ଦିନ ହେଲା ବିଭିନ୍ନ ଜିଲ୍ଲାରେ ଏବଂ ବିଭିନ୍ନ ବ୍ଲକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହିତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକରେ ମଧ୍ୟ 25 ଗୋଟି ଗ୍ରାମ ପଞ୍ଚାୟତ ବିଭିନ୍ନ ପ୍ରକାର ଗ୍ରାମରେ ମଧ୍ୟ ଅତି ପ୍ରବଳରୁ ପ୍ରବଳ ବର୍ଷା ଜାରି ରହିଛି। ଆଜକୁ 5 ଦିନ ହେଲା ବର୍ଷା ପ୍ରବଳ ହେବାରୁ ମେଡ଼ିକାଲ, ଅଫିସ ସେବା, ବଜାର ବିଭିନ୍ନ ସ୍ଥାନରେ ଜନସାଧାରଣମାନେ ନାଇଁ ନଥିବା ଅସୁବିଧା ହେବାର ଦେଖାଦେଇଛି। ହ୍ୟାଲୋ ମାଇ ୟୁଟ୍ୟୁବ ଚ୍ୟାନେଲ ମିଷ୍ଟର ସୁଦର୍ଶନ ପ୍ରଭା ନ୍ୟୁଜ୍ ଚ୍ୟାନେଲ ତରଫରୁ ସମସ୍ତଙ୍କୁ ସ୍ୱାଗତ ଏବଂ ନମସ୍କାର। ମୁଁ ଆଜି ଯାଇ ପହଞ୍ଚି ଯାଇଛି ଦାରିଙ୍ଗବାଡ଼ି। କିଛି 5 ଦିନ ହବ ରାତି ଦିନ ଲଗାଣ ବର୍ଷା ରହିଛି, ଯାହାରି ଫଳରେ ପର୍ଯ୍ୟଟନ ସ୍ଥଳୀ କୁହାଯାଉଥିବା ଦାରିଙ୍ଗବାଡ଼ି ବ୍ଲକର ଯେତିକି ବି ଜନସାଧାରଣ ମାନେ ଏଇ ଯୋଉ ମେଡିକାଲ ହଉ କିମ୍ବା ବଜାରକୁ ଆସୁଥିବା ମାନେ ସେମାନେ ବର୍ଷା ଦ୍ୱାରା ନାଇଁ ନଥିବା ଅସୁବିଧା ଭୋଗୁଛନ୍ତି, ଯାହାରି ଫଳରେ ରାତି ଦିନ ବର୍ଷା କାଚୁଛି ଦାରିଙ୍ଗବାଡ଼ି ଠାରେ। ଜନସାଧାରଣ ଅସୁବିଧା ସହିତ ସେମାନେ ଆଜି ଦାରିଙ୍ଗବାଡ଼ି ପଥ ପ୍ରାନ୍ତରେ ମଧ୍ୟ ବାଇକ୍ ସେହି ସ୍ଥାନରେ ରଖି ସେମାନେ ଆଜି ପଥ ପ୍ରାନ୍ତରେ ବର୍ଷା ଯୋଗୁଁ ଆଶ୍ରୟ ନେଇଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଦାରିଙ୍ଗବାଡ଼ିରେ ପ୍ରବଳ ବର୍ଷା ଯୋଗୁଁ ଆଜି ପଥ ପ୍ରାନ୍ତ ଯୋଉଟାକି ଖୋଲା ହେଇଛି, ସେଇଠି ବର୍ତ୍ତମାନ ଜନସାଧାରଣ ମାନେ ସେ ସବୁ ଯେତିକି ମେଡିକାଲରେ ଆସୁଛନ୍ତି ଆଉ ଯେତିକି ବି ମାର୍କେଟକୁ ଆସୁଛନ୍ତି ଜନସାଧାରଣ ମାନେ ସେମାନେ ଆଜି ପଥ ପ୍ରାନ୍ତରେ ଆଶ୍ରୟ ନେଇଛନ୍ତି। ମୁଁ ଦେଖିବି ପଥ ପ୍ରାନ୍ତରେ ମଧ୍ୟ ବହୁ ପ୍ରକାର ଭାବରେ ପାଣି ଜମି ରହିଛି ଏବଂ ପ୍ରବଳ ଅତି ପ୍ରବଳ ଏହି ସ୍ଥାନରେ ରାତି ଦିନ ଆଜକୁ 5 ଦିନ ହେଲା ବର୍ଷା କାଟୁଛି। ତାହେଲେ ଆସନ୍ତୁ କେମିତି ରହିଛି ପାଣି ଏବଂ କୋଉ ପ୍ରକାର ଭାବରେ ଜନସାଧାରଣ ମାନେ ଆଶ୍ରୟ ନେଇଛନ୍ତି, ମୁଁ ଆପଣଙ୍କୁ ଭିଜୁଆଲ ମାଧ୍ୟମରେ ଦେଖେଇବି। ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ଯେତିକି ବି ମେଡିକାଲ ଆସୁଛନ୍ତି, ମାର୍କେଟକୁ ଆସୁଛନ୍ତି, ବଜାରକୁ ଆସୁଛନ୍ତି, ସେମାନେ ତାଙ୍କ ପାଇଁ କିଛି ସ୍ଥାନ ନଥିବାରୁ ଆଉ ଏଇ ଯେଉଁ ପଥ ପ୍ରାନ୍ତଟି ରହିଛି ସେ ପଥ ପ୍ରାନ୍ତକୁ ଆସିକି ବର୍ତ୍ତମାନ ଏଇ ସ୍ଥାନରେ ସେମାନେ ଆଶ୍ରୟ ନେଇଛନ୍ତି। ଦେଖିପାରୁଛନ୍ତି ଅତି ପ୍ରବଳ ବର୍ଷା ଯୋଗୁଁ।